ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଲୋକସଭାରେ ଆଜି ଓ ରାଜ୍ୟସଭାରେ ଆସନ୍ତାକାଲିଠାରୁ ଅପରେସନ୍ ସିନ୍ଦୁର ଉପରେ ଆରମ୍ଭ ହେବ ଆଲୋଚନା। ଅପରେସନ୍ ସିନ୍ଦୁର ଭଳି ସାମରିକ ଅଭିଯାନ ସାରା ଦେଶରେ ଆତ୍ମବିଶ୍ୱାସର ନୂତନ ଭାବନା ସୃଷ୍ଟି କରିଛି, କହିଲେ ପ୍ରଧାନମନ୍ତ୍ରୀ। ଅସ୍ତ୍ରବିରତି ଲାଗି ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଆଜି ଅନୁଷ୍ଠିତ ହେବ ନେତୃସ୍ତରୀୟ ଆଲୋଚନା। ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ଶୁଳ୍କ ବୃଦ୍ଧି ସମୟସୀମା ଅପରିବର୍ତ୍ତିତ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ଚତୁର୍ଥ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ। ଲୋକସଭାରେ ଆଜି ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଆରମ୍ଭ ହେବାର ସମ୍ଭାବନା ରହିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ପୂର୍ବରୁ ସୂଚନା ଦେଇଥିଲେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଅନ୍ତର୍ଗତ ଭାରତର କାର୍ଯ୍ୟାନୁଷ୍ଠାନ ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଚଳିତ ମୌସୁମୀ ଅଧିବେଶନରେ ଅନୁଷ୍ଠିତ ହେବ। ସେ କହିଛନ୍ତି, ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେ କହିଛନ୍ତି, ଲୋକସଭାରେ ଅପରେସନ୍ ସିନ୍ଦୁର ସମ୍ପର୍କରେ ବିତର୍କ ପାଇଁ 16 ଘଣ୍ଟା ସମୟ ଦିଆଯାଇଥିବା ବେଳେ ରାଜ୍ୟସଭାରେ ଆସନ୍ତାକାଲି 16 ଘଣ୍ଟା ପାଇଁ ଆଲୋଚନା ଆରମ୍ଭ ହେବ। ସେ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଦାବି କରୁଥିଲେ ଏବଂ ସରକାର ପ୍ରଥମ ଦିନରୁ ଏଥିଲାଗି ରାଜି ହୋଇଥିଲେ। ऑपरेशन सिंदूर पर चर्चा करने के लिए तैयार है। स्पेशल डिस्कशन ऑन टेररिस्ट अटैक इन पहलगाम एंड इन रेस्पॉन्स टू दैट द ऑपरेशन सिंदूर कैरिड आउट बाय इंडियन आर्म फोर्सेस, इस पे हम चर्चा करेंगे। सरकार ने एग्री पहले दिन से किया है। मंडे से लोकसभा में 16 आवर्स के लिए ऑपरेशन सिंदूर पर चर्चा होगी और ट्यूसडे को राज्यसभा में फिर 16 घंटे के लिए ऑपरेशन सिंदूर पर चर्चा होगी। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅପରେସନ୍ ସିନ୍ଦୁର ଜରିଆରେ ଭାରତ ଏହା ପ୍ରମାଣ କରିଛି ଯେ ଯଦି ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ କରାଯାଏ ତେବେ କିପରି ଜବାବ ଦିଆଯିବ। ସେ କହିଛନ୍ତି, ଏହି ସାମରିକ ଅଭିଯାନ ସାରା ଦେଶରେ ଆତ୍ମବିଶ୍ୱାସର ଏକ ନୂତନ ଭାବନା ସୃଷ୍ଟି କରିଛି। ତାମିଲନାଡୁର ଗଙ୍ଗେଇକୋଣ୍ଡା ଚୋଲାପୁରମ୍ଠାରେ ଚୋଳ ରାଜା ପ୍ରଥମ ରାଜେନ୍ଦ୍ର ଚୋଳଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଆତଙ୍କବାଦୀ ଓ ସେମାନଙ୍କ ଆଶ୍ରୟସ୍ଥଳକୁ ସୁରକ୍ଷିତ ରହିବାକୁ ଦିଆଯିବ ନାହିଁ। ଶ୍ରୀ ମୋଦି କହିଛନ୍ତି, ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଭାରତ ତାର ସୁରକ୍ଷା ପାଇଁ ଯେକୌଣସି ବିପଦର କଡ଼ା ଜବାବ ଦେବ। आज का भारत अपनी सुरक्षा को सर्वोपरि रखता है। अभी ऑपरेशन सिंदूर के दौरान दुनिया ने देखा है कि कोई अगर भारत की सुरक्षा और संप्रभुता पर हमला करता है तो भारत उसे कैसे जवाब देता है। ऑपरेशन सिंदूर ने दिखा दिया है कि भारत के दुश्मनों के लिए, आतंकवादियों के लिए अब कोई ठिकाना सुरक्षित नहीं है। ये पूरे देश में ऑपरेशन सिंदूर ने एक नई चेतना जगाई है, नया आत्मविश्वास पैदा किया है और दुनिया को भी भारत की शक्ति को स्वीकार करना पड़ रहा है। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଇତିହାସ ଏବଂ ସଂସ୍କୃତିକୁ ଅବଦାନ ଲାଗି ଚୋଳ ସାମ୍ରାଜ୍ୟର ରାଜା ରାଜ ଚୋଳ ଏବଂ ପ୍ରଥମ ରାଜେନ୍ଦ୍ର ଚୋଳଙ୍କ ଭବ୍ୟ ପ୍ରତିମୂର୍ତ୍ତି ତାମିଲନାଡୁରେ ସ୍ଥାପନ କରାଯିବ। ଶ୍ରୀ ମୋଦି କହିଛନ୍ତି, ଚୋଳ ସାମ୍ରାଜ୍ୟ ଭାରତର ଏକ ସୁବର୍ଣ୍ଣ ଯୁଗର ପ୍ରତିନିଧିତ୍ୱ କରେ, ଯାହା ସ୍ଥାପତ୍ୟ, ଶାସନ, କୂଟନୀତି, ବାଣିଜ୍ୟ ଏବଂ ସାଂସ୍କୃତିକ ସମନ୍ୱୟର ସଫଳତା ଦର୍ଶାଇଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ଚୋଳମାନେ ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ଦକ୍ଷିଣ ପୂର୍ବ ଏସିଆ ସହିତ ଦୃଢ଼ ରାଜନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ। ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ମଧ୍ୟରେ ଅସ୍ତ୍ରବିରତି ଲାଗି ଆଜି ଆଲୋଚନା ହେବ। ମାଲେସିଆରେ ଉଭୟ ଦେଶର ନେତୃବୃନ୍ଦ ଆଲୋଚନା କରିବେ। ଥାଇଲାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଫୁମଥାମ୍ ୱାଚାଇଚାଇଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଏବଂ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍ ମାନେଟଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ମଧ୍ୟରେ ଏହି ଆଲୋଚନା ହେବ। ଥାଇଲାଣ୍ଡ କାମ୍ବୋଡିଆ ସୀମା ସଂଘର୍ଷରେ ମୃତ୍ୟୁସଂଖ୍ୟା 32କୁ ବୃଦ୍ଧି ପାଇଥିବା ବେଳେ 130ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତକାଲି ସଂଘର୍ଷର ଚତୁର୍ଥ ଦିନରେ କାମ୍ବୋଡିଆବାସୀ ଥାଇଲାଣ୍ଡ ସୀମା ଛାଡ଼ି ପଳାୟନ କରୁଥିବା ଦେଖାଯାଇଛି। ଉଭୟ ଦେଶ ପକ୍ଷରୁ ସୀମାରେ ଗୁଳି ବିନିମୟ ପରେ ଉତ୍ତେଜନା ବୃଦ୍ଧି ପାଇଥିଲା।
ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶକୁ ଚେତାବନୀ ଦେଇଛନ୍ତି ଯଦି ସଂଘର୍ଷ ଜାରି ରହେ ତେବେ ଆମେରିକା ସହିତ ଭବିଷ୍ୟତର ବାଣିଜ୍ୟ ଚୁକ୍ତିନାମା ସ୍ଥଗିତ ରଖାଯିବ। ଫଳରେ ଉଭୟ ଦେଶ ଯୁଦ୍ଧବିରତି ଲାଗି ରାଜି ହେବା ସହ ଆଲୋଚନା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ଶୁଳ୍କ ବୃଦ୍ଧି ସମୟସୀମା ଅଗଷ୍ଟ 1 ତାରିଖ ରହିଛି। ଏହି ସମୟସୀମାରେ କୌଣସି ବୃଦ୍ଧି କରାଯିବାର ଯୋଜନା ନାହିଁ ବୋଲି ଆମେରିକା ପ୍ରଶାସନ ନିଶ୍ଚିତ କରିଛି। ଗତକାଲି ରାତିରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ସମୟସୀମା ବୃଦ୍ଧି ନେଇ କୌଣସି ସମ୍ଭାବନାକୁ ଖାରଜ କରିଛନ୍ତି। ସେ କହିଛନ୍ତି ଏ କ୍ଷେତ୍ରରେ ଅଗଷ୍ଟ 1 ତାରିଖରୁ ଶୁଳ୍କ କାର୍ଯ୍ୟକାରୀ ହେବ। ଏପର୍ଯ୍ୟନ୍ତ ୟୁରୋପୀୟ ସଂଘ, ବ୍ରିଟେନ୍, ଭିଏତନାମ, ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଜାପାନ ପୂର୍ବରୁ ଆମେରିକା ପ୍ରଶାସନ ସହ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିସାରିଛନ୍ତି। ଗାଜା ଷ୍ଟ୍ରିପ୍ରେ କୁପୋଷଣ ବ୍ୟାପିବା ନେଇ ଜଣାପଡ଼ିବା ପରେ ଜୋର୍ଡାନ ଏବଂ ୟୁଏଇ ଗାଜାରେ ଖାଦ୍ୟପଦାର୍ଥ ପହଞ୍ଚାଇବା ଆରମ୍ଭ କରିଛନ୍ତି। କେତେକ ସ୍ଥାନରେ ଇସ୍ରାଏଲ ପକ୍ଷରୁ ଯୁଦ୍ଧବିରତି ଲାଗୁ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଜୋର୍ଡାନର 2ଟି ବାୟୁସେନା ବିମାନ ଏବଂ ୟୁଏଇର ଗୋଟିଏ ବିମାନରେ ଗାଜାରେ 25 ଟନ୍ ଖାଦ୍ୟପଦାର୍ଥ ଆକାଶମାର୍ଗରୁ ପକାଯାଉଛି। ଅନ୍ୟପକ୍ଷରେ ଜୋର୍ଡାନ ମଧ୍ୟ 60 ଟ୍ରକ୍ ଖାଦ୍ୟ ସାମଗ୍ରୀ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି। ଗାଜାର ପ୍ରାୟ 2 ଲକ୍ଷ ଲୋକଙ୍କ ପାଇଁ ଗୋଟିଏ ଥର ଖାଦ୍ୟ ଯୋଗାଇବା ନିମନ୍ତେ 160 ଥର ବିମାନ ଉଡ଼ାଣ ଆବଶ୍ୟକ। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅପପୁଷ୍ଟି ଯୋଗୁଁ କେବଳ 133 ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ ଟିକାକରଣ ଦ୍ୱାରା କୋଭିଡ୍ ସଂକ୍ରମଣରୁ 25 ଲକ୍ଷରୁ ଅଧିକ ଲୋକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଯାଇପାରିଛି। ଇଟାଲୀର କ୍ୟାଥୋଲିକ୍ ୟୁନିଭର୍ସିଟି ଅଫ୍ ଦ ସାକ୍ରେଡ୍ ହାର୍ଟର ଅଧ୍ୟୟନ ଅନୁଯାୟୀ ପ୍ରତି 5400 ଟିକାକରଣ ଦ୍ୱାରା ଗୋଟିଏ କୋଭିଡ୍ ସମ୍ବନ୍ଧୀୟ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିଛି। କୋଭିଡ୍ ସଂକ୍ରମିତ ହେବା ପୂର୍ବରୁ 82% ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଥିବା କୁହାଯାଇଛି। ଅନ୍ୟପକ୍ଷରେ ଓମିକ୍ରନ୍ ସମୟରେ 57% ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଥିବା ରିପୋର୍ଟରେ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ହେପାଟାଇଟିସ୍ ରୋଗର ନିରାକରଣ ଓ ଚିକିତ୍ସା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ILBS ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ବିଶାଲ ଅରୋରା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 ଓ 011-2331-4444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9280-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ Xରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲରେ ଏହା ଉପଲବ୍ଧ ହେବ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଓ ସଦ୍ୟତମ ଅପଡେଟ୍ ସହିତ ଆପଣମାନଙ୍କ ପାଇଁ ରହିଛି ସ୍ପୋର୍ଟସ୍ ରାଉଣ୍ଡ ଅପ୍। ଶୁଣନ୍ତୁ ଏକ ରିପୋର୍ଟ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା 5ଟିକିଆ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ଚତୁର୍ଥ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଦ୍ୱିତୀୟ ଇନିଂସରେ ଭାରତ 4 ୱିକେଟ୍ ବିନିମୟରେ 425 ରନ୍ ସଂଗ୍ରହ କରିଥିଲା। ୱାଶିଂଟନ୍ ସୁନ୍ଦର ଅପରାଜିତ 101 ଏବଂ ରବୀନ୍ଦ୍ର ଜାଡେଜା ଅପରାଜିତ 107 ରନ୍ ସ୍କୋର କରିଥିଲେ। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 669 ରନ୍ ସ୍କୋର କରି ଭାରତଠାରୁ 311 ରନ୍ ଆଗୁଆ ଥିବାବେଳେ ଭାରତ ଦ୍ୱିତୀୟ ଇନିଂସ ପ୍ରାରମ୍ଭରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ଶୁଭମନ ଗିଲ୍ଙ୍କ ଶତକ ଏବଂ କେଏଲ୍ ରାହୁଲଙ୍କ 90 ରନ୍ ବଳରେ ଭାରତ ତାର ସ୍ଥିତି ସୁଦୃଢ଼ କରିଥିଲା। ଏହି ସିରିଜ୍ରେ ଇଂଲଣ୍ଡ 2ଟି ମ୍ୟାଚ୍ ଜିତି ଆଗରେ ଥିବାବେଳେ ଭାରତ ଗୋଟିଏ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି। ପଞ୍ଚମ ଟେଷ୍ଟ ମ୍ୟାଚ୍ ଆସନ୍ତା ଗୁରୁବାର ଓଭାଲଠାରେ ଖେଳାଯିବ। ଜର୍ଜିଆର ବାଟୁମିରେ ଚାଲିଥିବା ଫିଡେ ମହିଳା ବିଶ୍ୱକପ୍ ଚେସ୍ରେ ଆଜି କୋନେରୁ ହମ୍ପି ଏବଂ ଦିବ୍ୟା ଦେଶମୁଖଙ୍କ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ 1:35ରୁ ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ 2ଟି ପର୍ଯ୍ୟାୟ ମ୍ୟାଚ୍ ଡ୍ର ରହିବା ପରେ ତୃତୀୟ ପର୍ଯ୍ୟାୟରେ ବିଜେତା ନିର୍ଣ୍ଣୟ ହେବ। ସ୍ୱିଜରଲ୍ୟାଣ୍ଡର ବାସେଲ୍ ସେଣ୍ଟ ଜାକବ୍ ପାର୍କଠାରେ ଅନୁଷ୍ଠିତ ୱିଫା ମହିଳା ୟୁରୋ 2025 ଫାଇନାଲରେ ଇଂଲଣ୍ଡ ଦ୍ୱିତୀୟ ଥର ଲାଗି ଚାମ୍ପିୟନ୍ ହୋଇଛି। ମଣିପୁର ଇମ୍ଫାଲ ସହରରେ ଥିବା ଖୁମାନ୍ ଲାମ୍ପକ୍ ଷ୍ଟାଡିୟମରେ ଚଳିତ ମାସ 30 ତାରିଖରେ ଭାରତର ସର୍ବପୁରାତନ ଫୁଟବଲ ପ୍ରତିଯୋଗିତା ଡୁରାଣ୍ଡ କପ୍ର 134ତମ ସଂସ୍କରଣ ଆରମ୍ଭ ହେବ। ଅନ୍ୟ ସହରଗୁଡ଼ିକରେ ଡୁରାଣ୍ଡ କପ୍ ମ୍ୟାଚ୍ଗୁଡ଼ିକ ଆରମ୍ଭ ହୋଇସାରିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ଆଜି ଓ ରାଜ୍ୟସଭାରେ ଆସନ୍ତାକାଲି ଅପରେସନ୍ ସିନ୍ଦୁର ଉପରେ ହେବ ଆଲୋଚନା। ଅପରେସନ୍ ସିନ୍ଦୁର ଭଳି ସାମରିକ ଅଭିଯାନ ସାରା ଦେଶରେ ଆତ୍ମବିଶ୍ୱାସର ନୂତନ ଭାବନା ସୃଷ୍ଟି କରିଛି, କହିଲେ ପ୍ରଧାନମନ୍ତ୍ରୀ। ଅସ୍ତ୍ରବିରତି ଲାଗି ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଆଜି ଅନୁଷ୍ଠିତ ହେବ ନେତୃସ୍ତରୀୟ ଆଲୋଚନା।
ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ଶୁଳ୍କ ବୃଦ୍ଧି ସମୟସୀମା ଅପରିବର୍ତ୍ତିତ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ଚତୁର୍ଥ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ। ସମ୍ବାଦ ଶେଷ ହେଲା।